ମାନେ ଭୁଲ ହେଇଯାଇଛି। ଆଉ କେବେ ସେ ଭୁଲ କରିବି ନା, କାହିଁକିନା କେହି ବୋଲି ନାହାନ୍ତି ତମ ଛଡ଼ା, ବାପା ମା କେହି ବୋଲି କେହି ନାହାନ୍ତି। ଶିରା ପଶିରାରେ ବହୁଛି ରକତ, ଆଜିଠାରୁ ଆମେ ସନ୍ଧ୍ୟା ରାଣୀ ଭକତ। ଭାଇ ଏତେ ଭକ୍ତି। ତ ଶାନ୍ତ ନାହିଁ ହେଇକିରେ ଭୁଲ କାମଟା କରିକି ଯେଉଁ ଭୁଲଟା କାମ ଯେଉଁ କଲେ ଏତେ ଭୁଲ କାମ କଲେ ଏ ଯେଉଁ ବାଧ୍ୟ ହୋଇକି ଆଇଲି। ଆଉ କ'ଣ କରିବି, ତାଙ୍କ ପଛରେ ତ କେହି ନାହାନ୍ତି, ମୁଁ ଅଛି। ଆଉ କ'ଣ ଏବେ ବି ରାଗ ଅଛି ମନରେ? ଆପଣଙ୍କର ମନରେ ରାଗ ଅଛି, ହେଲେ କ'ଣ କରିବି ଆଉ। ହଁ ଦର୍ଶକ ବନ୍ଧୁ, ଜଗବନ୍ଧୁ ଯଦି ବି ଆଜି ସନ୍ଧ୍ୟାରାଣୀ ପାଖକୁ ଫେରିଛି, ସେ ଭିଡ଼ିଓ ଦେଖିକି ଫେରିନି କି ସନ୍ଧ୍ୟାରାଣୀ ଲାଗି ଫେରିନି। ଏଥିରେ ପୁରୀ ଭାଇଙ୍କର 100%ରୁ 80% ଭାଗ ରହିଛି। ଜଗବନ୍ଧୁ ଦେଇଥିଲେ କି ଯଦି ମୁଁ ସନ୍ଧ୍ୟାରାଣୀ ପାଖକୁ ନ ଫେରିବି ତାହେଲେ ପୁରୀ ଟୋକା ମୋ ସନ୍ଧ୍ୟାରାଣୀକୁ ନେଇ ଛୁ ହୋଇଯିବ। ଆସିଥିଲି ବର୍ତ୍ତମାନ ଭିଡ଼ିଓରେ ଦେଖିବା ପରେ ସେ ଝିଅଟି ବହୁତ କାନ୍ଦୁଥିଲା। ବର୍ତ୍ତମାନ ଏମିତି କାନ୍ଦୁଥିଲା, ଏମିତି ବି କଥା ସେ କହୁଥିଲା, ମୋର ଆଉ ଧୈର୍ଯ୍ୟ ବି ରହିଲାନି। ତେଣୁ ମୁଁ ସେ ଝିଅକୁ ବିବାହ ପାଇଁ ମୁଁ ନିଜେ ନିଷ୍ପତ୍ତି ନେଇ, ମୁଁ ତ ଚିହ୍ନିନି କି ଜାଣିନି, ମୁଁ ଆସି ଥାନାରେ ପହଞ୍ଚିଥିଲି। ଥାନାରେ ବି ମୋତେ କୌଣସି ପ୍ରକାର ଫୋନ୍ ନମ୍ବର ଦେଇନଥିଲେ। ତାପରେ ଜଣେ ମୋତେ ବି ଦେଲେ ନମ୍ବର। ତାପରେ ସେ ଝିଅ ସହିତ ମୁଁ ଯୋଗାଯୋଗ କରି କଥାବାର୍ତ୍ତା ହେଲି। ତାକୁ ଦେଖିନି କି ଜାଣିନି, କିଛି କରିନି। କିନ୍ତୁ ଯଦି ତାଙ୍କ ଘରେ କି ତାଙ୍କର ବିଶ୍ୱସ୍ତ ଲୋକ ଯିଏ ଥିବେ ସେମାନେ ଏଥିରେ ସହଯୋଗ କଲେ ଆମେ ଆଦ୍ୟ ସଫଳତା ପାଇବୁ। ସତରେ ଭାଇଟା ମୋର କେତେ ଆଶା ନେଇ ଆସିଥିଲେ ପୁରୀରୁ, କିନ୍ତୁ ଭାଇଙ୍କର ଆଶାରେ ହିଁ ରହିଗଲା। ସତ କହିବାକୁ ଗଲେ ଭାଇ ଜଣେ ଖୋଲା ହୃଦୟର ମଣିଷଟିଏ। ଭଲ ଲାଗିଲା, ଯେତିକି ଝିଅଟା ଭଲ ଲାଗିଲା ସେତିକି କଷ୍ଟ ଲାଗିଲା। ସେ ଯେଉଁ କାନ୍ଦୁଥିଲା, ସେ ବହୁତ କିଛି କାନ୍ଦିଛି, ମାନେ ଯାହାକି ଧୈର୍ଯ୍ୟ ରହିବନି ଯେଉଁ ପ୍ରକାର କାନ୍ଦିଲା, ସେ ଜିନିଷଟା ମୋତେ ବେଶୀ ଆକର୍ଷଣ କରାଇଲା। ଆଉ କ'ଣ, ମୁଁ ଦେଖିଲି ମୁଁ ଡାଇରେକ୍ଟ କୌଣସି ପ୍ରକାର ଚେଷ୍ଟା କରିବି, କିନ୍ତୁ ଚେଷ୍ଟା ଭିତରେ ତ ବିଫଳ ହୋଇଥିଲି। କିନ୍ତୁ ବର୍ତ୍ତମାନ ଯେକୌଣସି ଇଏରୁ ସଫଳତା ପାଇଲି, କିନ୍ତୁ ଆଗକୁ କ'ଣ ହେବ ସେ କଥା। ଭାଇ ମୁଁ ଆପଣଙ୍କୁ ଏତିକି କହିବି କି ଆପଣ ଜମାରୁ ମନ ଦୁଃଖ କରନ୍ତୁନି। ଆପଣ ଭଗବାନଙ୍କୁ ଡାକନ୍ତୁ, ଏମିତି ଗୋଟାଏ ପରେ ଗୋଟାଏ କେସ୍ ଆସୁ, ଯୁଆଡ଼େ ହେଲେ ଗୋଟିଏ ନିହାତି ଆପଣଙ୍କ ହାତରେ ତ ଲାଗିବ। ମାନେ ମୁଁ ଇନଷ୍ଟାରେ ବି ମୋର ଭିଡ଼ିଓ ନେଇକି ମୋତେ ଯାହା ମାନେ କମେଣ୍ଟ ମାରିକି କହୁଛନ୍ତି। କ'ଣ ସବୁ କହୁଛନ୍ତି? ସେ ମାନେ ଭାଷାଠୁ ନଗେଇକି ପୁରା ସବୁ ସେ କହିବା ଲୋକ କହିବେ। କୁକୁର ଭୋକିକା ରହିବ, କେବେ କାମୁଡ଼ିବ କି? ଇଏ କ'ଣ ସନ୍ଧ୍ୟାରାଣୀ ଏବେ କ'ଣ ଦର୍ଶକଙ୍କୁ କୁକୁର କହିଲେଣି? ଏହି କୁକୁର ଏମିତି ଭୁକିଲେ ଯେ ତମେ ବାଧ୍ୟ ହେଲ ଥାନାର ଦ୍ୱାରସ୍ଥ ହେବା ପାଇଁ। ପୁଣି ଯଦି ଭୁକି ଦେବେ ନା, ତମେ ପୁଣି ଥରେ ଥାନାର ଦ୍ୱାରସ୍ଥ ହେବାକୁ ପଛେଇବନି।